ଏଠି ପ୍ରଶ୍ନ ଏହା ଯେ ଆମେ ଜଙ୍ଗଲ ସୀମା ଉଲ୍ଲଂଘନ କରୁଛନ୍ତି ନା ଜଙ୍ଗଲ ଆମ ବସତି ଆଡ଼କୁ ଚାଲି ଆସିଲାଣି। ଓଡ଼ିଶାର କଟକ ଜିଲ୍ଲାରେ ଘଟିଥିବା ଏହି ଘଟଣା କେବଳ ଗୋଟିଏ ଲଢ଼ାଇର ଘଟଣା ନୁହଁ ଦର୍ଶକ ବନ୍ଧୁ, ଏହା ହେଉଛି ମଣିଷ ଆଉ ଜଙ୍ଗଲ ଭିତରେ ଘଟୁଥିବା ଏକ ଦ୍ୱନ୍ଦ୍ୱର ସତ୍ୟତା। ରାତିର ଅନ୍ଧକାର ଭିତରେ ଜଣେ ବ୍ୟକ୍ତି ଯେତେବେଳେ ତାର ବିଲ ପାଖରେ ଶୋଇଥିଲା, ଠିକ୍ ସେହି ସମୟରେ ଗୋଟିଏ କଲରା ପତୁରିଆ ବାଘ ଆସି ସେ ବ୍ୟକ୍ତିକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲା। ଆଉ ଠିକ୍ ସେତିକି ବେଳେ ଭୟ, ଅସହାୟତା ଆଉ ଜୀବନ ରକ୍ଷାର ସଂଘର୍ଷ, ଆଉ ଅନେକ ସଂଘର୍ଷ ପରେ ଯୁବକର ଚାକୁର ପ୍ରହାରରେ ବାଘଟି ମୃତ୍ୟୁବରଣ କରିଥିଲା ଆଉ ଯୁବକ ଜଣକ ଆହତ ହୋଇଯାଇଥିଲେ। ବନ୍ଧୁ, ଏଠି ପ୍ରଶ୍ନ ଏହା ନୁହଁ ଯେ କିଏ ଜିତିଲା ଆଉ କିଏ ହାରିଲା। ଏଠି ପ୍ରଶ୍ନ ଏହା ଯେ ଆମେ ଜଙ୍ଗଲ ସୀମା ଉଲ୍ଲଂଘନ କରୁଛନ୍ତି ନା ଜଙ୍ଗଲ ଆମ ବସତି ଆଡ଼କୁ ଚାଲି ଆସିଲାଣି। ବାଘ ଆମର ଶତ୍ରୁ ନୁହଁ, ସେ ବାଘ ମଧ୍ୟ ନିଜର ଭୂମି, ନିଜର ଭୋକ ଆଉ ନିଜର ଭୟ ସହିତ ଲଢ଼ିବାକୁ ଲାଗିଥାଏ। ଦର୍ଶକ ବନ୍ଧୁ, ଏହି ଘଟଣା ଆମକୁ ଏହା ଶିଖାଇ ଦିଏ ଯେ ଯଦି ସମୟ ଥାଉ ଥାଉ ଆମେ ବନ୍ୟପ୍ରାଣୀ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ମଣିଷ ଆଉ ବନ୍ୟପ୍ରାଣୀ ମଧ୍ୟରେ ସନ୍ତୁଳନ ସଠିକ୍ ନ କରିବା, ତେବେ ଏହିପରି ଘଟଣା ଆଗକୁ ଏମିତି ବଢ଼ି ଚାଲିବ, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ବାଘର ମୃତ୍ୟୁଟି ଦୁଃଖଦାୟକ ଅଟେ ଆଉ ଜଣେ ମଣିଷର ବଞ୍ଚିଯିବାଟା ମଧ୍ୟ ରାହତର କଥା ଅଟେ। କିନ୍ତୁ ଆମର ଜିତ୍ ସେତେବେଳେ ସଫଳ ହୋଇପାରିବ ଯେତେବେଳେ ମଣିଷ ଆଉ ଜଙ୍ଗଲ ଏ ଦୁହେଁ ସୁରକ୍ଷିତ ରହିପାରିବେ। ଦର୍ଶକ ବନ୍ଧୁ, ଆପଣଙ୍କର ମତାମତ କ'ଣ ଆମ କମେଣ୍ଟ ବକ୍ସରେ ନିଶ୍ଚୟ ଦେବେ। ଜଙ୍ଗଲ ବଞ୍ଚାଅ, ଜୀବନ ବଞ୍ଚାଅ, ଏହି ନାରା କେବଳ ଜଣଙ୍କର ନୁହଁ, ଆମ ସମସ୍ତଙ୍କର। ଏ ଦାୟିତ୍ୱକୁ ଆମେ ସମସ୍ତେ ବୁଝିବା ନିହାତି ଦରକାର। ଜୟ ଜଗନ୍ନାଥ।